ପରେ କ'ଣ ରକ୍ତ ସମ୍ପର୍କ ଥିଲେ ହିଁ ସେ ଆମର ନିଜର ହେଇଥାନ୍ତି ନା ରକ୍ତ ସମ୍ପର୍କ ନଥିଲେ ବି ସେ ଆମର ନିଜର। ସେ ହେଉଛନ୍ତି ମୋ ବଡ଼ ବାପା, କିନ୍ତୁ ଆମର ତାଙ୍କ ସହିତ କୌଣସି ରକ୍ତ ସମ୍ପର୍କ ନଥିଲା। କେହି କେହି କୁହନ୍ତି ସେ ଆମ ପଡ଼ୋଶୀ ଘରର, ଆଉ କେହି କେହି କୁହନ୍ତି ଆମ ଭିତରେ କୁଆଡ଼େ ରକ୍ତ ସମ୍ପର୍କ ନାହିଁ। ସମସ୍ତଙ୍କ ପରି ସେ ବି ହୁଏତ ଆମକୁ ପଡ଼ୋଶୀ ଘରର ପିଲା ଭଳିଆ ଦେଖିଦେଇ ପାରନ୍ତି, କିନ୍ତୁ ସେ ଆମକୁ ଏତେ ଭଲ ପାଇବା ଦେଉଥିଲେ କି ଆମେ କେବେ ବି ଅନୁଭବ କରିନଥିଲୁ କି ସେ ଆମର ପଡ଼ୋଶୀ ଘରର ବଡ଼ ବାପା। ସେ ଆମ ନିଜର ନୁହନ୍ତି କି ତାଙ୍କ ସହିତ ଆମର କୌଣସି ରକ୍ତ ସମ୍ପର୍କ ନାହିଁ। ତାଙ୍କ କଥା ମୁଁ ଯେତେ ବି କହିବି ନା ସେତେ କମ୍ ପଡ଼ିଯିବ, କାହିଁକି ନା ସେ ଆମ ପାଇଁ ଯେତିକି କରିଛନ୍ତି ଆମ ରକ୍ତ ସମ୍ପର୍କୀୟ ମାନେ ଆମ ପାଇଁ ସେତିକି କରିନାହାନ୍ତି। ଆମର ପ୍ରତ୍ୟେକଟା ବିପଦରେ ପାଦରେ ପାଦ ମିଶାଇ ଆମ ସହିତ ଚାଲିଥିଲେ। ଆମେ ଯଦି ଆଜି ମଣିଷ ହେଇଛୁ କେବଳ ତାଙ୍କରି ପାଇଁ, ତାହେଲେ ମୋତେ କହିଲେ ତ ସମ୍ପର୍କ କେମିତି ନିଜର ହେଇପାରେ? ଆଜି ସେ ଆମକୁ ଛାଡ଼ିକି ଚାଲିଯିବାର ଗୋଟିଏ ବର୍ଷ ପୁରିଗଲା। ସେ ଆଜି ଆମ ସାଥିରେ ନାହାନ୍ତି ସତ୍ତ୍ୱ ଆମକୁ ଯେମିତି ଲାଗେ ସେ ଆଜି ବି ଆମ ସାଥିରେ ଅଛନ୍ତି। ଯିଏ ଆମ ପାଇଁ ଏତେ ସବୁ କଲେ ଆମେ ତାଙ୍କ ପାଇଁ କିଛି ବି କରିପାରିଲେ। ଆଜି ତାଙ୍କର ବାର୍ଷିକ, ତାଙ୍କ ଯିବାର ଗୋଟେ ବର୍ଷ ପୁରିଗଲା। ମୁଁ ତ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ସେ